ମୈତ୍ରେୟ ମୁନି ବିଦୁରଙ୍କୁ ଭଗବାନଙ୍କର ଜ୍ଞାନ ଓ ତାଙ୍କ ରୂପ ବିଷୟରେ ସେ କ'ଣ କହିଥିଲେ ଚାଲନ୍ତୁ ଜାଣିବା। ମୈତ୍ରେୟ ମୁନି କହିଥିଲେ, ହେ ବିଦୁର, ସୃଷ୍ଟିର ପ୍ରାରମ୍ଭରେ ମହତ୍ଵ ଆଦି ଶକ୍ତିମାନେ ମିଶି ପରସ୍ପର ମିଳିତ ହୋଇପାରିନଥିଲେ। ପୁଣି ବିଶ୍ୱ ରଚନା ଅସମ୍ଭବ ହୋଇପଡ଼ିଲା। ସେତେବେଳେ ସର୍ବଶକ୍ତିମାନ ଭଗବାନ ନିଜର କାଳଶକ୍ତି ସହାୟତାରେ ଏକାଦଶ ଇନ୍ଦ୍ରିୟ ଓ ପଞ୍ଚଭୂତ ଆଦି 23ଟି ତତ୍ତ୍ୱ ଭିତରେ ପ୍ରବେଶ କରିଥିଲେ। ପୁଣି ଭଗବାନଙ୍କ ପ୍ରବେଶ ମାତ୍ରେ ସେହି ନିଷ୍କ୍ରିୟ ତତ୍ତ୍ୱ ଗୁଡ଼ିକ ଜାଗ୍ରତ ହେଲା। ଆଉ ସେହି ତତ୍ତ୍ୱ ଗୁଡ଼ିକ ରୂପାନ୍ତରିତରୁ ଏକ ବିରାଟ ପୁରୁଷଙ୍କ ଜନ୍ମ ହେଲା। ଆଉ ସେହି ବିରାଟ ପୁରୁଷ ଶରୀରରେ ସମଗ୍ର ଜଗତ ଦୃଶ୍ୟମାନ ହେଲା। ପୁଣି ମୈତ୍ରେୟ ମୁନି କହିଲେ, ସେହି ବିରାଟ ପୁରୁଷ 1000 ବର୍ଷ ଜଳରେ ରହିବା ପରେ 3 ଭାଗରେ ବିଭକ୍ତ କରିଥିଲେ, ଆଧ୍ୟାତ୍ମିକ, ଆଧିଦୈବିକ ଓ ଆଧିଭୌତିକ, ଏବଂ 10 ପ୍ରକାର ପ୍ରାଣଶକ୍ତିରେ ବିଭକ୍ତ କଲେ। ଏହାପରେ ବିରାଟ ଶରୀରରୁ ଅଙ୍ଗ ପ୍ରତ୍ୟଙ୍ଗ ସୃଷ୍ଟି ହେଲା। ମୁଖରୁ ଅଗ୍ନି ପ୍ରକଟ ହେଲା, ଯାହାଦ୍ୱାରା ଜୀବ କଥା କହିପାରିଲେ। ତାଳୁରୁ ବରୁଣଦେବ ପ୍ରକଟ ହେଲେ, ଯାହାଦ୍ୱାରା ଜୀବ ସ୍ୱାଦ ବାରିପାରିଲେ। ନାସିକାରୁ ଅଶ୍ୱିନୀ କୁମାରଙ୍କର ଜନ୍ମ ହୋଇଥିଲା, ଯାହାଦ୍ୱାରା ମନୁଷ୍ୟ ଘ୍ରାଣ ଶକ୍ତି ପାଇପାରିଲା। ଚକ୍ଷୁ ସୂର୍ଯ୍ୟଙ୍କ ଦ୍ୱାରା ଦର୍ଶନ ଶକ୍ତି ଆସିଲା। କର୍ଣ୍ଣ ଦିଗ୍ ଦେବତାମାନଙ୍କ ଦ୍ୱାରା ଶ୍ରବଣ ଶକ୍ତି ପ୍ରକଟ ହେଲା। ହସ୍ତ ଓ ପାଦ ଇନ୍ଦ୍ର ହସ୍ତରେ ଏବଂ ବିଷ୍ଣୁ ପାଦରେ ଅବସ୍ଥାନ କଲେ। ହୃଦୟରେ ଚନ୍ଦ୍ର ଏବଂ ବୁଦ୍ଧିରେ ବ୍ରହ୍ମା ବିରାଜମାନ କଲେ। ଆଉ ମୈତ୍ରେୟ ମୁନି କହିଲେ, ହେ କୁରୁଶ୍ରେଷ୍ଠ, ବିରାଟ ପୁରୁଷଙ୍କ ମସ୍ତକରୁ ସ୍ୱର୍ଗଲୋକ, ପାଦରୁ ପୃଥିବୀ ଏବଂ ନାଭିରୁ ଅନ୍ତରିକ୍ଷର ସୃଷ୍ଟି ହେଲା। ସେହିପରି ମାନବ ସମାଜ ମଧ୍ୟ ସୃଷ୍ଟି ହୋଇଥିଲା। ମୁଖରୁ ବେଦ ଓ ବ୍ରାହ୍ମଣ, ବାହୁରୁ କ୍ଷତ୍ରିୟ, ଜଙ୍ଘରୁ ବୈଶ୍ୟ ଓ ଚରଣରୁ ଶୂଦ୍ର ଜାତି ସୃଷ୍ଟି ହେଲା। ଆଉ ପୁଣି କହିଲେ, ହେ ବିଦୁର, ଭଗବାନଙ୍କ ମାୟା ଏତେ ଅପାର ଯେ ସ୍ୱୟଂ ବ୍ରହ୍ମା ମଧ୍ୟ 1000 ବର୍ଷ ଧରି ଧ୍ୟାନ କରି ତାଙ୍କ ମହିମାର ଅନ୍ତ କରିପାରିଲେ ନାହିଁ। ଯେଉଁଠାରେ ମନ ଓ ବାଣୀ ପହଞ୍ଚି ନପାରେ, ସେହି ଅନନ୍ତ ପୁରୁଷଙ୍କୁ ମୁଁ ପ୍ରଣାମ କରୁଛି। ଜୀବନର ସବୁଠାରୁ ବଡ଼ ଲାଭ ବିଦ୍ୱାନଙ୍କ ମୁଖରୁ ଭଗବତ ଶ୍ରବଣ କରିବା। ପୁଣି ଏହି କଥା ଶୁଣି ବିଦୁରଙ୍କ ମନ ଗଦଗଦ ହେଲା। ସେ ନତମସ୍ତକ ହୋଇ କହିଲେ, ଆପଣଙ୍କ ଅନୁଗ୍ରହରୁ ମୁଁ ଧନ୍ୟ ହେଲି। ଏହି ଥିଲା ଆଜିର ସଂକ୍ଷିପ୍ତ ଭିଡ଼ିଓ। ଯଦି ଭିଡ଼ିଓଟା ଆପଣଙ୍କୁ ପସନ୍ଦ ଆସୁଛି ତାହେଲେ ଗୋଟେ ଲାଇକ୍ ନିହାତି କରିଦିଅନ୍ତୁ। ନିଜ ପ୍ରିୟଜନଙ୍କ ସହିତ ସେୟାର କରି ମୋତେ ମୋଟିଭେଟ୍ କରନ୍ତୁ ଏଇଭଳି ଭିଡ଼ିଓ ବନେଇବା ପାଇଁ। ଆଉ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ ନିହାତି କରିଦିଅନ୍ତୁ। ଆଉ ମୋ ସହିତ କୁହନ୍ତୁ, ଜୟ ଶ୍ରୀକୃଷ୍ଣ।